हाँ। दिव्य समाचार श्रीमद श्रीअरविंदଙ୍କ ସହ ଘଟିତ 247 ସତ୍ୟ କାହାଣୀ। ମୂଳ ରଚନା ରହିଛି ଶ୍ୟାମ କୁମାରୀଙ୍କର, ରୂପାନ୍ତର ଧ୍ରୁବଚରଣ ହୋତା। ଗୋଟିଏ ବଣଭୋଜିକୁ ଯିବା ସମ୍ବନ୍ଧରେ ବି ଗୋଟିଏ ବଣଭୋଜିକୁ ଯିବା ପାଇଁ ଶ୍ରୀମାଙ୍କର ଅନୁମତି ପ୍ରାର୍ଥନା କଲେ। ଶ୍ରୀମାଙ୍କୁ ପଚାରିବା ପୂର୍ବରୁ ସେ ଖୁବ୍ ଭଲ ଭାବରେ ଜାଣିଥାନ୍ତି ତାଙ୍କର ବଣଭୋଜିକୁ ଯିବା ଉଚିତ ହେବ ନାହିଁ। ତଥାପି ସେ ଶ୍ରୀମାଙ୍କ ସମ୍ମୁଖରେ ସେହି ପ୍ରସ୍ତାବଟିକୁ ନେଇ ରଖିଥିଲେ। କିନ୍ତୁ ସେଥିରେ ସେ ତରବରିଆରେ ପୁଣି ଆଉ ଗୋଟିଏ ଧାଡ଼ି ଲେଖିଲେ, ମୁଁ ବଣଭୋଜିକୁ ଯିବି, ଏଥିରେ ଯଦି ଆପଣଙ୍କର କୌଣସି ଆପତ୍ତି ନଥାଏ। କ'ଣ ଲେଖିଲେ? ମୁଁ ବଣଭୋଜିକୁ ଯିବି, ଏଥିରେ ଯଦି ଆପଣଙ୍କର କୌଣସି ଆପତ୍ତି ନଥାଏ। ଶ୍ରୀମା ଉତ୍ତର ଦେଲେ, ମୋର କୌଣସି ଆପତ୍ତି ନାହିଁ, କିନ୍ତୁ ତୁମର ଆତ୍ମା ଚାହୁଁନାହିଁ। ସେ ଖାଲି ଅନୁମତି ମାଗିଥାନ୍ତେ, ତା ସହିତ ଗୋଟେ ଯୋଉ ଲେଖିଲେ ଯେ ଆପଣଙ୍କର କୌଣସି ଆପତ୍ତି ନଥାଏ। ମା ଉତ୍ତର ଦେଲେ, ମୋର କୌଣସି ଆପତ୍ତି ନାହିଁ, କିନ୍ତୁ ତୁମର ଆତ୍ମା ଚାହୁଁନାହିଁ। ତାଙ୍କ ଭିତରେ ଇଚ୍ଛା ନଥିଲା ଯିବା ପାଇଁ, କିନ୍ତୁ ପ୍ରାଣରୁ ଯୋଉ ଗୋଟେ ଥାଏ, ଗୋଟେ ଉନ୍ମାଦ ଥାଏ, ବା ଗୋଟେ ପ୍ରକାରର ଗୋଟେ ଆଟାଚମେଣ୍ଟ, ବା ଯାହା ବି କୁହନ୍ତୁ, ଗୋଟେ ଇଚ୍ଛା ଥାଏ ଯେ ସେ ଟିକେ ଏଇ ପ୍ରକାର ଇମୋସନାଲ ଯୋଉ ଏନ୍ଜୟମେଣ୍ଟକୁ ସେ ସ୍ୱୀକାର କରିବେ, ସେଇଥିରୁ ସେ ଯିବା ପାଇଁ ବାହାରିଛନ୍ତି। ତେଣୁ ମା ଲେଖୁଛନ୍ତି, ମୋର କୌଣସି ଆପତ୍ତି ନାହିଁ, କିନ୍ତୁ ତୁମର ଆତ୍ମା ଚାହୁଁନାହିଁ। ଏହା ପରେ ବି କିପରି ବା ଆଉ ସେଇ ବଣଭୋଜିକୁ ଯାଇଥାନ୍ତେ?